ହେଲା କେହି ନଥିବ, ଦୁଇ ଜଣ ସବୁ ତକିଆ ବିଛଣା ସବୁ ପଡ଼ିଥିବ। ଯେଉଁଠି ଟିକେଟ୍ ପାଇଁ ଯାଇଥିଲି ମୁଁ ରାତି 3ଟାରୁ ଗଲି ଯାଜପୁରରେ ଆମର ଫଟୋଥିଲା କଲେଜ ଇଏ ଆମର ଏଠି ଏନ୍ସି କଲେଜ ପରେ ହଁ କଥା ହେଇଥିଲା। ସେଇ ଟାଇମ୍ରେ କେମିତି କହିଲେ ଆଜି ସଂକ୍ରାନ୍ତି ମାଛ ଆସିବନି, ଆଇଁଷ ଆସିବନି। ଠିକ୍ ଅଛି, ଆଇଁଷ ନ ଆସିବ ଆଉ ଚା ପିଇଲି, ଚା ପିଇକି ବସିଛି। ମନ କ'ଣ ହେଲା ହାଇଦ୍ରାବାଦ ଗଲେ ପଳେଇ ଆସିବି, ଏଠି କାହିଁକି ବସିବି, ସାଙ୍ଗେ ସାଙ୍ଗେ ବାହାରି ଚାଲ। ଏଠି କ'ଣ ଗୋଟେ ହନୁମାନ ଅଛି, ଏଇଠି କ'ଣ ଏ କିଛି ରୋଡ଼ଟା ତା ପାଖରେ ଗୋଟେ ଟ୍ୟୁବୱେଲ୍ କ'ଣ ଅଛି। କିନ୍ତୁ କାମ ସରିଗଲା 2 ଦିନ, କାମ ସରିଗଲା ଆମର ଟ୍ୟୁବୱେଲ୍ ପାଇପ୍ ପଶିବ କାଲିଠୁ, ଆଜି ପାଇପ୍ ପଶିବ। ଆମକୁ 8 ଦିନ ଲାଗିଲା ସେ କାମଟା। ଫେରେ ଆମର 100 ଫୁଟରେ ହେବା କଥା, 100 ଫୁଟରେ ଆମେ କାମ କରିଦେବା କଥା। ତାଙ୍କର ଏମିତି କ'ଣ ମାୟା ହେଲା, ଆମେ ଲୋକରେ ଆଉ 20 ଫୁଟ ଆଉ 20 ଫୁଟ ଖୋଳିଚାଲୁ, 150 ଫୁଟ ହେଇଗଲା। 150 ଫୁଟ ହେଇଗଲେ ମାଲିକ ଟିକେ ବଞ୍ଚିବା ପାଇଁ ଆମେ ଚେଷ୍ଟା କଲୁ। 3 ଦିନ ଲୋଡ଼ କଲୁ, ପାଇପ୍ ପୁରେଇଲୁ, ସବୁ କଲୁ, କିଛି ପାଣି ବାହାରିଲା, ପାଣି ହେଲା। ପୁଣି ତାକୁ ଓପାଡ଼ିନୁ, ପୁଣି ତାକୁ କଲୁ, ପୁଣି ସେ 100 ଫୁଟରେ କରିକି ଆଇଲୁ। ଏଇଠି ଚାଲିଛି କାଚ। ଲୋକ କୁହନ୍ତି ଭଗବାନ ନାହିଁ, ଇଏ ନାହିଁ, ଯୋଗ ପାଗ ଠିକ୍ ଥିବ ତାହେଲେ ହେବ।